आज ମୁଁ ଆମ୍ବର ଗୋଟେ ନୂଆ ପ୍ରକାର ରେସିପି ବନେଇବି। ଏହା ଖାଇବାକୁ ବହୁତ ଟେଷ୍ଟି। ଆମ୍ବ ମାସ ସରିବା ପୂର୍ବରୁ ଆପଣ ଏଇ ରେସିପିଟି ବନେଇକି ଦେଖନ୍ତୁ, ବହୁତ ବଢିଆ ଲାଗିବ, ସମସ୍ତେ ଖୁବ୍ ପସନ୍ଦ କରିବେ। ଆମ୍ବ ଏଠି ମୁଁ 2ଟା ନେଇଥିଲି, ନଡ଼ିଆ ଗୋଟେ ନେଇଥିଲି। ନଡ଼ିଆକୁ ଖଣ୍ଡ ଖଣ୍ଡ କରିକି ଚୋପା ଛଡେଇଦେବା, ଟିକେ ବି ବ୍ଲାକ୍ ଅଂଶ ରଖିବାନି। ଦେଖନ୍ତୁ ମୁଁ ଏମିତି ଚୋପା ଛଡେଇ ଦେଇଛି। ଏହାକୁ ଗ୍ରାଇଣ୍ଡିଙ୍ଗ କରିଦେବା ପତଳା କରିକି। ଆମ୍ବକୁ ଏମିତି ଗୁଡେକୁ ଏମିତି ବାହାର କରିଦେବା, ଛୋଟ ଛୋଟ କରି କାଟିଦେବା। ନଡ଼ିଆକୁ ଦେଖନ୍ତୁ ମୁଁ ଏମିତି ଗ୍ରାଇଣ୍ଡିଙ୍ଗ କରିଦେଇଛି। କଡ଼େଇରେ ଗରମ କରିଦେବା, ନଡ଼ିଆ ପୁରାକୁ ଗରମ କରିଦେବା। ଟିକେ ଭାଜି ହେଲା ପରେ ଆମ୍ବ ପିରିକୁ ଦେଇଦେବା, ଚିନି ଅଧା କପ୍ ପକେଇଦେବା। ଯଦି ଆମ୍ବ ମିଠା ଥିବ କମ ଚିନି ପକେଇବେ। ଗୁଜୁରାତି ପାଉଡର ବା ଗୋଟା ଗୁଜୁରାତି ଦୁଇଟି ଛିଣ୍ଡେଇ ପକେଇଦେବା। ଅମୁଲ ପାଉଡର ଗୋଟେ କପ୍ ଦେଇଦେବା। ଭଲ ଟିକେ ଏପଟ ସେପଟ କରି ଟିକେ ପାଣି ମରିଗଲା ପରେ ଏହାକୁ ଥଣ୍ଡା କରିକି ଲଡୁ କରିଦେବା। ଛୋଟ ଛୋଟ କରି ଲଡୁ କରିଦେବେ। ଅମୁଲ ପାଉଡରରେ ଗଡ଼େଇ ଦେବେ ବା ନଡ଼ିଆ କୋରା ଯଦି ରଖିଥିବେ ଗଡ଼େଇ ଦେବେ। ଗଡ଼େଇ ଦେଇକି ପ୍ୟାକେଟ କରିକି ଆପଣ ଫ୍ରିଜରେ ରଖିକି ମାସେ ପର୍ଯ୍ୟନ୍ତ ଆପଣ ଖାଇପାରିବେ। ଏହାକୁ କରିକି ଘରେ ଟ୍ରାଏ କରନ୍ତୁ, ବହୁତ ବଢିଆ ଲାଗିବ। ଯଦି ମୋର ରେସିପି ଗୁଡ଼ିକ ଭଲ ଲାଗୁଛି ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ମୋର ଅପଲୋଡ ହେଉଥିବା ନୂଆ ନୂଆ ଭିଡିଓ ନୋଟିଫିକେସନ ପାଇପାରିବେ।